आम रोषई स्थल को आपण स्वागत। आज दिनटी आपंका मंगलमय हो शुभमय हो। आसंता वर्ष 2025 आपंका अति खुशीर दिन हो और सुखर दिन हो। समस्त परिवार को ईश्वर भले रखु। जय जगन्नाथ। आज मुझे गोटे नुआ डिश टी तैयारी कर ना हूँ माछ मुंड और चिंगुड़ी मिसी माछ छिंचड़ा। ता सहित कौन कौन माने मसला यूज करा से रेसिपी बाबद बर्तमान जनइबी। देखो बर्तमान मुंड भजा कम सरी चिंगुड़ी टिके पानी दिखाई हलदी टिके दिखाई पानी मरा जाइए। तेणु बर्तमान मुंड एवं चिंगुड़ी मिसिकी गोटे माछ छिंचड़ा हम। देखो ये आमर रहा हलदी गुंड रहा काश्मीर चिली रहा लुण रहा आपण को गरम गरम मसला जो सर से उठो यहाँ ग्रीन भेजिटेबल सीझाई आदि आपणकर प्रथम हूँ बंधाकोबी पड़ी तापर आपणकर गाजर पड़ी बैगण पड़ी बीन पड़ी आलू पड़ी एवं ग्रीन मटर पड़ी एतक है आपणकर छिंचड़ा पिंग आवश्यकता। अच्छा आम कटा जिनस देखा टमाटोटा कटा है थुआई कंचा लंका कटा है थुआई आ कंचा पियाज किसी थुआई धनिया पत्रटा जो आप छिंचड़ा उठो से धनिया पत्र पड़े एवं ग्रीन मटर किसी आउ सोला डाली सोला टिके सीझाई थुआई ये सब ताजा दिहब किसी कटा बर्तमान पियाज एवं आपणकर जो मसला बटाई तादेह आपणकर केवल जीरा एवं सोरिष कंचा लंका बटाई आ किसी कंचा लंका थुआई जोटा कि तेल फुटण सहित भजा जाव। तेणु एबे आमे छिंचड़ा पिंका चुली आरंभ कर गैस लगेला कड़ईटा तादेह बस कड़ई पानी मला सोरिष तेल। अच्छा एबे सोरिष तेलटा आम पकेबा जेहेतु माछ भजा हो सोरिष तेल केवल मसला जी आवश्यक से 40 ରୁ 50 ग्राम सोरिष तेल तादेह पड़ो। आम तेल बर्तमान पकेले तेलटा गरम है आम तादेह फुटण दबा। तेल गरम हम तेलटा ठीक भाव भल भाव गरम हो गले आपंकर फुटणटा पकड़े फुटणटा भल भाव फुटब फुटिले आप अन्य जिनस आगे फुटण पर आम लंकाटा पकेबा तापर कटा टमाटो पकेबा टमाटो पर कटा पियाज पकेबा। आप तेल गरम हो फुटण पकेबा दरकार नहीं फुटण जोड़े पकेबा फुटण ठीक भाव फुटा दरकार। फुटण फुटिला आम कटा कंचा लंका अच्छी सहित पकेबा। कंचा लंका अल्प टे टमाटो डब्बा पकड़ टमाटा को टे भाजीदबा ब्राउन नहीं टमाटा सिझी गले आम तादेह कटा पियाज पकड़ पियाज और टमाटो 5-7 मिनट टिके भाजी हवा दरकार। पियाजटा पकेला बेलू टमाटोटा कटा पियाज ठीक भाव भाजी पियाजटा हवा ठीक पेस्ट सीझा दरकार।
ଦେଖନ୍ତୁ ବର୍ତ୍ତମାନ ପିଆଜ ଠିକ ଭାବରେ ସିଝି ଆସୁଛି ଏବଂ ତାର ଯୋଉ ଟମାଟୋ କଲରଟା ଅଳ୍ପ ଅଳ୍ପ ଟିକେ ଆସୁଛି ଏବଂ ପିଆଜ ତା ସହିତ ଟିକେ ଟିକେ ସିଝିବା ଆରମ୍ଭ କରେ। ହଁ, ଏବେ ଆମେ ଯୋଉ ବଟା ପିଆଜ ଅଛି ଆମେ ତାକୁ ତା ସହିତ ଟିକେ ପକେଇବା, ପକେଇକି ପୁଣି ଟିକେ ତାକୁ ଭଲ ଭାବରେ ଭାଜିବା, ପିଆଜ ସହିତ ପିଆଜ ମେଲ୍ଟ ହେଇଯିବ। ପିଆଜ ଏବେ ମୁଁ ପିଆଜ ସହିତ ଲୁଣ ଟିକେ ଦେଇଦଉଛି, କାହିଁକିନା ଆମେ ଯୋଉ ମୁଣ୍ଡ ବାଡିଆ ହବ ପଥର ଟିକେ ମୁଣ୍ଡ ବାହାରେ, ତେଣୁ ଲୁଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଲୁଣ ପଡୁନି, ଯୋଉଟା କି ଚିଞ୍ଚଡା ପିଙ୍ଗା ଆବଶ୍ୟକ ଲୁଣ, ତେଣୁ ଅଳ୍ପ ଟିକେ ଲୁଣ ପଡିଲା, ଯେତେବେଳେ ମୁଣ୍ଡ ସହିତ ଅଳ୍ପ ଯୋଡେ ଚିଙ୍ଗୁଡି ପଡିବ ତାପରେ ଚିଙ୍ଗୁଡି ପଡିବ, ଏଇଟା କେବଳ ମୁଣ୍ଡ ପାଇଁ ବର୍ତ୍ତମାନ ପଡିଗଲା। ହଁ, ଆଉ ଗୋଟେ କଥା ମନେ ରଖନ୍ତୁ, ଲୁଣ ଯେତେ କମ ପକେଇବେ ଆପଣ ଦରକାର ପଡ଼ିଲେ ଖାଇଲା ବେଳେ ଲୁଣଟାକୁ ଆପଣ ଟିକେ ମିଶେଇକି ଖାଇପାରିବେ। ଯଦି ଲୁଣିଆ ହେଇଗଲା ତାହେଲେ ସମ୍ପୂର୍ଣ୍ଣ ଟେଷ୍ଟଟା ଆପଣଙ୍କ ଲୁଣରେ ପଡିବ ଆଉ ଡିଶଟା ଆପଣଙ୍କୁ ଭଲ ଲାଗିବ ନାହିଁ। ତେଣୁ ଲୁଣ ଯେତିକି ସ୍ୱାଦ ଅନୁସାରେ ଆପଣ ଲୁଣ ରାଗ ଏଟାକୁ ଆପଣ ଚିନ୍ତା କରି ପକେଇବେ ଏବଂ ଦରକାର ପଡ଼ିଲେ ଆମେ ରାଗ କମ ହେଲେ ଆମେ ତା ସହିତ ଲଙ୍କା ଗୋଟେ କଞ୍ଚା ଲଙ୍କା ବ୍ୟବହାର କରିପାରିବା, ପଛରେ ଲୁଣ ବି ଆମେ ବ୍ୟବହାର କରିପାରିବା। ତେଣୁ ଏବେ ମୁଁ ଏଇ ଯୋଉ ଗ୍ରୀନ ମଟର ଅଛି, ତେଣୁ ଗ୍ରୀନ ମଟର ତକ ବର୍ତ୍ତମାନ ମୁଁ ଏଇ କଷାରେ ପକେଇବି। ୟା ପରେ ଯେତେବେଳେ ଫାଇନାଲ ହବ କି ଛୋଲା ଡାଲିଟା ତା ସହିତ ପଡିବ, ପୁଣି ମସଲା ଭଜା ହବ, ଚିଙ୍ଗୁଡି ପଡିବ, ତାପରେ ପରିବା ପଡିବ। ଆଚ୍ଛା, ଏବେ ଆମେ ଯୋଉ ବଟା ମସଲା ଆପଣଙ୍କର ଜିରା ସୋରିଷ ଏବଂ କଞ୍ଚା ଲଙ୍କା ଏକୁ ଆମେ ଦେଇଦବା, ଦେଇକି ଥାଳିଆରେ ଟିକେ ପାଣି ଦେଇଦବା, ଏଇଟା ଠିକ ଭାବରେ ଫୁଟିବା ଦରକାର। ମସଲାଟା ଫୁଟିଲେ ତା ସହିତ ଆମେ ହଳଦୀ ଏବଂ ଯୋଉ କାଶ୍ମୀର ଚିଲି ଅଛି ତାକୁ ଆମେ ପକେଇଦବା, କାହିଁକି ନା ଆପଣଙ୍କୁ ହଳଦୀ ନ ପକେଇଲେ କଲରଟା ଆପଣ ଯେହେତୁ କଞ୍ଚା ଲଙ୍କା ଏବଂ ସୋରିଷ ଜିରା ବଟା ହେଇଛି କଲରଟା ଆପଣଙ୍କୁ ଧଳା ଦେଖାଯାଉଛି, ତା ସହିତ ଆମେ କାଶ୍ମୀର ଚିଲି ଏବଂ ହଳଦୀଟା ପକେଇଦେଲେ କଲରଟା ତାର ଆସିବ। ତେଣୁ ଆପଣଙ୍କର ଫୁଟିବ ମସଲାଟା ଠିକ ଭାବରେ, ସେତେବେଳେ ସମ୍ପୂର୍ଣ୍ଣ ଭାବରେ ତାର କଲର ପଳେଇ ଆସିବ। କି କାଶ୍ମୀର ଟିକେ ଅଧିକା ୟୁଜ ହଉଛି, ଯୋଉଟା କି ଆପଣଙ୍କ କଲରଟା ହବ, ଯୋଉଟା ଭଲ ଲାଗିବ ଆପଣଙ୍କୁ ଦେଖିବା ପାଇଁକା। ଏଇଟା କେବଳ ଆମର ଘରୋଇ ଦେଶୀ ଆମେ ପୂର୍ବରେ ଆମ ମା ମାନେ ଜେଜେମା ମାନେ ରୋଷେଇ କରୁଥିଲେ, ସେଇଭଳି ଆମେ ପୂର୍ବ ଢାଞ୍ଚାରେ ଆମେ ରୋଷେଇ କରିବା। ସୋରିଷଟା ଟିକେ ପରିମାଣ ଯେହେତୁ ଆଦେହରେ ଅଧିକା ଆସୁଛି, ଏଇଟା ଘାଣ୍ଟ ଆମେ, ତେଣୁ ଆଦେହରେ ସୋରିଷ ପରିମାଣଟା, ସୋରିଷ ବାସ୍ନାଟା ଯିବା ଦରକାର। ସୋରିଷ ବାସ୍ନା ଗଲେ ଆମେ ମୁଣ୍ଡ ତାହେଲେ ଭାଙ୍ଗିକି ପକେଇବା। ପାଞ୍ଚ ମିନିଟ୍ ଫୁଟିଲା ପରେ ଆମେ ଯୋଉ ମାଛ ମୁଣ୍ଡ ଅଛି ଏବଂ ସୋଲା ଡାଲି ରହିଲା, ସୋଲା ଡାଲିଟାକୁ ଆଗେ ପକେଇଦେବା ଏବଂ ତା ସହିତ ଆମେ ମାଛ ମୁଣ୍ଡ ପକେଇବା। ଟିକେ ଫୁଟିଗଲା ପରେ 5 ମିନିଟ୍ ପୁଣି ଆମେ ମାଛ ମୁଣ୍ଡ ପକେଇବା। ସୋରିଷର ଭାଜିବା ଦ୍ୱାରା ଗୋଟେ ସ୍ମେଲ ଆସିବ, ଯୋଉଟା କି ଆପଣ ସୋରିଷଟା ଯେତେବେଳେ ଭଲ ଭାବରେ କଷି ହେଇଯିବ ତାର ଗୋଟେ ସ୍ମେଲଟେ ଆସିବ, ଯେ ସୋରିଷ ବାସ୍ନାଟେ, ତେଣୁ ଆମେ ଜାଣିବା ଯେ ସୋରିଷଟା ହେଇଗଲା।
ତେଣୁ ଆମେ ଏବେ ମୁଣ୍ଡଟାକୁ ମାଛ ମୁଣ୍ଡ ଏବଂ ଟୁଇ ତା ସହିତ ମିଶେଇବା। ମୁଁ ଆପଣଙ୍କୁ ତା ପୂର୍ବରୁ କହିଥିଲି ଖାଲି ମୁଣ୍ଡ ଭାଙ୍ଗିବା ଏବଂ କଷିକି କିଛି ଭାବରେ ନାଇଁ, ଏବେ ଦୁଇଟାକୁ ଆମେ ମିଶିକି ପକେଇଦେବା। ମୁଣ୍ଡଟାକୁ ଟିକେ ଠିକ ଭାବରେ ଭାଙ୍ଗିଦେବେ। ଆଉ ଟିକେ କଡା ଭଜା କଲେ ମାଛ ମୁଣ୍ଡଟା ଆପଣଙ୍କର ଯୋଉ ଛିଞ୍ଚଡା ପାଇଁକା ଭଲ, ବୁଝୁଛନ୍ତି। ତେଣୁ କଡା ଭାଗ କରିକି ମାଛ ମୁଣ୍ଡଟାକୁ ଟିକେ ଆପଣ ଭାଜିବେ ଏବଂ ସୋରିଷ ତେଲରେ ଭାଜିବେ। ସୋରିଷ ତେଲ ହଉଛି ଆମିଷ ପାଇଁ, ମାଛ ଆଇଟମ ପାଇଁକା ସୋରିଷ ତେଲଟା ଭଲ। ତେଣୁ ଆମେ ଭାଙ୍ଗିଦେଲେ ମାଛଟା ସେମିତି ରହିବ, ଆମକୁ ଆଉ ବାଡେଇକି କଢେଇରେ ଭାଙ୍ଗିବାକୁ ପଡିବ ନାହିଁ। ତେଣୁ ଆମେ ମାଛ ମୁଣ୍ଡଟାକୁ ଭଲ ଭାବରେ ଭାଙ୍ଗିଦବା। ମାଛ ମୁଣ୍ଡଟା ଆମେ ଭାଙ୍ଗିଦେଲେ, ମାଛ ମୁଣ୍ଡ ଭାଙ୍ଗିଲା ପରେ ଚିଙ୍ଗୁଡି ବି ତା ଦେହରେ ଆମେ ମିଶେଇ ଦେଲେ। ମୁଁ ୟାକୁ ଟିକେ କରୁଛି ମୋ ହାତ ଦେଖନ୍ତୁ ଏବେ ଆମେ ମିଶେଇଦବା, ମସଲା ସହିତ ମିଶେଇଦବା ଭଲ ଭାବରେ। ଆଉ ଟିକେ ପାଣି ବି ଦରକାର ହଉଛି, କାହିଁକି ନା ମାଛଟା ମୁଣ୍ଡଟା କଲା ମସଲାରୁ ପାଣି ମରିଯାଇଛି। ତ ଆମେ ଏ ପାଣି ଥୁଆଇଛି, ଏ ପାଣି ତ ତା ସହିତ ମିଶେଇଦବା। ମିଶେଇଲା ପରେ ଆମେ ତାକୁ ଠିକ ଭାବରେ ପୁଣି ଗୋଳେଇଦବା ଏବଂ ଗୋଳେଇକି 10 ମିନିଟ୍ ଖଣ୍ଡେ ତାକୁ ଟିକେ ବସେଇବା, ଯୋଉଟା କି ବସିଲେ ମାଛ ଏବଂ ଚିଙ୍ଗୁଡ଼ି ଦିଟାଙ୍କ ଭାବରେ ଭଲ ଭାବରେ ଫୁଟିବ। ଫୁଟିଲା ପରେ ଆମେ 10 ମିନିଟ୍ ପରେ ପୁଣି ତାକୁ ଘାଣ୍ଟିବା। ତେଣୁ 10 ମିନିଟ୍ ପର୍ଯ୍ୟନ୍ତ ଆମେ ବର୍ତ୍ତମାନ ଏକୁ ରଖିଦେବା। 10 ମିନିଟ୍ରେ ବସେଇଦବା। 10 ମିନିଟ୍ ବର୍ତ୍ତମାନ ମାଛଟାକୁ ଭାବରେ ଗୋଳେଇକି ଆମେ 10 ମିନିଟ୍ ତାକୁ ମୁଣ୍ଡ ଚିଙ୍ଗୁଡ଼ିଟାକୁ ରଖିଦେବା। 10 ମିନିଟ୍ ଫୁଟିଗଲା ପରେ ତା କଲରଟା ପୁଣି ଚେଞ୍ଜ ହେବ। ତେଣୁ ତା କଲର ବର୍ତ୍ତମାନ ଚେଞ୍ଜ ହେବ। ତାକୁ ଟିକେ ଆମେ 10 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ଏବେ ଆମେ ଘାଣ୍ଟିବା। 10 ମିନିଟ୍ କଲେ ଏବେ ମାଛଟା ଯୋଉ ହେଇଛି କଲରଟା ତାକୁ ଘାଣ୍ଟିବା। ଘାଣ୍ଟିଲେ ଇଏ ଆଉ 10 ମିନିଟ୍ ଆମେ ଛାଡ଼ିବା। ଟିକେ ଭଲ ଭାବରେ ଇଏ ଫୁଟ, ଆଉ ଘୋଡ଼େଇବାନି। ଇଏ ଏମିତି ଖୋଲା ରହିଲା 10 ମିନିଟ୍ ଆମେ ଛାଡ଼ିବା। କାହିଁକି ନା ସୋରିଷଟା ଆଉ ଗୋଟା ମସଲା ଯେତେ ଆପଣଙ୍କର ସିଝିବ ତାର ଟେଷ୍ଟଟା ସେତେ ଭଲ ଆସିବ। ଆପଣ ପ୍ୟାକେଟ ମସଲା ନେଉଛନ୍ତି, ଜିରା ଗୁଣ୍ଡ ନେଉଛନ୍ତି, ଧନିଆ ଗୁଣ୍ଡ ନେଉଛନ୍ତି, ମଟନ ମସଲା ନେଉଛନ୍ତି, ଚିକେନ ମସଲା ନେଉଛନ୍ତି, ସେଇଟା କେତେ ଦୂର ତାର ସ୍ମେଲ ରହୁଛି ଏବଂ କେତେ ଦୂର ତା ଟେଷ୍ଟ ଆସିବ। ଆପଣ ଗୋଟେ ରେଡିମେଡ୍ ମିଳିଲା ଯୋଉଟା କି ଆପଣ ୟୁଜ୍ କରିଦେଉଛନ୍ତି ସମୟ ପାଇଁକା, କିନ୍ତୁ ଆମର ଗୋଟେ ଗୋଟା ଜିନିଷ ଅଛି, ଆପଣ ଘରେ ବ୍ୟବହାର କରନ୍ତୁ। ଏବଂ ଗୋଟା ଜିରା, ଧନିଆ, ଆପଣ ମଟନ ରାନ୍ଧିଲେ ଆପଣ ଧନିଆ ଗୁଣ୍ଡ ଯୋଡ଼େ, ଜିରା ଗୁଣ୍ଡ, ଟିକେ ପୁସ୍ତକ, ଯଦି ପୁସ୍ତକ ରେଟ୍ ଅଛି ଆପଣ ଏଇ ଯୋଡ଼େ ଜିନିଷ ଆଡ୍ କରନ୍ତୁ। କଞ୍ଚା ଲଙ୍କା ଆଡ୍ କରନ୍ତୁ, ପିଆଜ ଅଦା ରସୁଣ ଆଡ୍ କରନ୍ତୁ। କିନ୍ତୁ ଯେତେ ଦୂର ପାଇବେ ଆପଣ ଗୋଟା ଜିନିଷ ୟୁଜ୍ କରନ୍ତୁ। ଦେଖନ୍ତୁ ମୁଁ ବର୍ତ୍ତମାନ ଆଜି ଟିକେ ଯୋଉଟା କି ମାଛ ମୁଣ୍ଡରେ ବର୍ତ୍ତମାନ ପକେଇବାକୁ ଚାହୁଁଛି, ଏଇଟା ମୁଁ ବାଟିକି ରଖିଛି ଆପଣଙ୍କର ଗୋଟା ମସଲା, ଯାହା ବର୍ତ୍ତମାନ ଆପଣଙ୍କର ହେଉଛି ଜାଇଫଳ, ଜାଇତ୍ରୀ, ଲବଙ୍ଗ, ଅଳେଇଚ, ଗୁଜୁରାତି ଏବଂ ସାଇ ଜିରା, କବାବ ଚିନି ଏବଂ ଡାଲଚିନି, ଏଇ ସବୁ ଜିନିଷରେ ଇଏ ପ୍ରସ୍ତୁତି ହେଇଛି। ତେଣୁ ୟାକୁ ଟିକେ ମୁଁ ପକେଇବି, ଯୋଉଟା କି ଆପଣଙ୍କର ସେଣ୍ଟେଡ ରହିବ। ଆପଣ ଗୋଟେ ଏହା ଦେହରେ ଡାଲଚିନିର ଟିକେ ପ୍ରଭାବ, ମାଛ ଆଇଟମ୍ ଯେହେତୁ ଘାଣ୍ଟ ଆ ଦେହରେ ଡାଲଚିନି ଟିକେ ଅଧିକା ପଡ଼ିବ। ମୁଁ ପଛରେ ଯେତେବେଳେ ଡାଲଚିନି ଆଡ୍ କରିବି ଆପଣଙ୍କୁ ସେତେବେଳେ କହିବି, କିନ୍ତୁ ଏଇନା ଟିକେ ଏଇ ଗରମ ମସଲା ଟିକେ ପକେଇ ଦେଉଛି। ଟିକେ ପାଣି ଆଉ ଟିକେ ଦେଇଦବା। ସୋରିଷଟା ତ ଏଇଟା ଭଲ ଭାବରେ ଟିକେ ସୋରିଷଟା ମୁଁ କାହିଁକି ଆପଣଙ୍କୁ ଆଗରୁ କହିଛି ଯେ ଆଦେହରୁ ଟିକେ ମୁଣ୍ଡ କଷା ଯୋଉ ବାଡିଆ ହେଇଛି ଆଦେହରୁ ଟିକେ ବାହାର କରାଯିବ। ତେଣୁ ସେଥିପାଇଁ ଆଉ ଟିକେ ପାଣି ଦଉଛି, ଯୋଉଟା କି ସୋରିଷ ଜିରା ତାର ଗନ୍ଧ ଆଉ ରହିବନି, ଆପଣଙ୍କ ମସଲାର ଯୋଉ ଗନ୍ଧ ସେଟା ରହିବନି। ତେଣୁ ସେଥିପାଇଁ ଆଉ ଟିକେ ପାଣି ଦେଇକି ପୁଣି 10 ମିନିଟ୍ ତାକୁ ମୁଁ ବନ୍ଦ କରୁଛି। 10 ମିନିଟ୍ ପରେ ପୁଣି କରିବା। ପୁଣି ହେଲା ପରେ ଆମେ ଯୋଉ ଭେଜିଟେବଲ ଅଛି ସିଝାଇକି ତୋଡ଼ା ଦେଇକି ଗୋଳେଇବା ଏବଂ ବସେଇବା। ଫିନିଶରେ ଆପଣଙ୍କର ଯାହା ଯାହା ତାକୁ ବର୍ତ୍ତମାନ ପକେଇବାକୁ ମୋର ପଡ଼ିବ, ସରିଲା ପରେ ସେଗୁଡ଼ା ପଡ଼ିବ ଏବଂ ଆପଣଙ୍କୁ ଲାଷ୍ଟ ଛିଞ୍ଚଡ଼ା ସରିଲେ ଆପଣମାନଙ୍କୁ ସ୍ୱାଗତ ଜଣାଇବ। ଭେଜିଟେବଲ ଯୋଉ ଥିଲା ଆମେ ୟା ସହିତ ମିଶେଇଦେଲେ, ତେଣୁ ମିଶେଇକି ଘାଣ୍ଟିବା। ଆଉ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ଫୁଟିବ। ତା ଦେହରେ ଯୋଉ ଲୁଣ ମୁଁ କମ୍ ପକେଇଥିଲି ଆଉ ଟିକେ ଲୁଣ ପକେଇବି, ଯୋଉଟା କି ଆବଶ୍ୟକତା ଆମର ଛିଞ୍ଚଡ଼ା ପାଇଁକା ଅଛି।
को ठीक भाव में परिवाटा मिसवा दरकार न मिसले फुटब केमती तेणु परिवाटा को आम ठीक भाव में मिसई दवा मिसेकी आम 10 मिनट 15 मिनट खंडे बसईदे कहीं आप जोटा पड़ी आप बंधा कोबी से पानी से आनुच तो तेणु पानीटा अच्छे तेणु पानीटा ठीक भाव में मरीजा दरकार तेणु ये 10 मिनट 15 मिनट फुटले यार पड़े आसपर आम अन्य कम करवा तेणु आपको 10 मिनट पर्यटन मत घोड़े पड़े 10 मिनट उठे एबे टे लुण जो आपते कम लुण जो मुंड बाड़ेला बेले पड़ता टे लुण पड़ा कहीं परिवा जो सीधा परिवाटा पड़ा सीधा परिवा टे लुणर आवश्यकता था तेणु लुण टे पड़ा देखो कलरटा माने आखि के देखा जा दरकार नहीं आपणकर देहपाई जोटा हेल्दी से दरकार आपणकर कलरटा धर लाली आसला लाली हवा से बड़ कथा नुहे लाली पिका बहुत जिनस अच्छे यूज कर लाली किंतु प्रकृत टेस्ट कौन हम खाद्यटा मन को रुचिकर हवा दरकार जहाँकि स्वास्थ्य हितकर हवा दरकार हेल्दी खाद्य हवा दरकार तेणु आम बर्तमान आपको ठीक भाव में फुटे छाड़े फुटला बंद करवा बंद कला धनिया पत्र एवं गरम मसला कलापर मुझे कह कथा आप सेकेंड डिश कह आमर संपूर्ण भाव में छिंचड़ा बर्तमान सरी जाइए सहित टे आप जो कटा धनिया पत्र आपको कही धनिया पत्र अच्छी धनिया पत्र सहित आम टे गरम मसला पकेबा गरम मसला आगे पकेबा धनिया पत्र गैस बंद करुँचे आम धनिया पत्र आम टे गरम मसला पकेबा ये बटा जो आप कहते सब मानने घरे बटा सब आसिक बटा मुझे देदेले आज डालचिन सब मिसी देदेले आम बर्तमान दबा धनिया पत्र जो कटा धनिया पत्र अच्छी आम दबा कटा धनिया पत्रटा आपंकर देले टिके धनिया पत्र रही भल लगे टेस्ट टिके तेणु धनिया पत्रटा आम चारिटे बिछे दबा बिछे देकी आम टिके गुड़े दबा जेहेतु गरम मसलाटा मिसे ना तेणु टे गुड़ेबा धनिया पत्र पचा पड़े तेणु उषुम धनिया पत्र भी तार से मिसई दबा तो बर्तमान मिसई देकी आम सरला बर्तमान आपणकर जो मुंड एवं चिंगुड़ी मुंड छिंचड़ा से संपूर्ण भाव में बर्तमान कम्प्लीट हो छिंचड़ा आप भात सहित खाई पारे रुटी सहित भी आप खाई पारे तेणु आपंकर दुईटा जिनस रुटी भी आप खाई पारे जेहेतु झल कम हो रुटी लगे खाई तेणु रुटी भी आप खाई पारे आमर बर्तमान जो घाट आपंकर छिंचड़ा आम सरला तेणु छिंचड़ा बर्तमान सरला आप जदि छिंचड़ा माछ छिंचड़ा आपको भल लगे ताहले लाइक करेंगे और शेयर करेंगे आगु को मु गोटे नुआ डिश आप नुआ रोषेटे नहीं आसबि जोड़ा रेसिपी आपहि जोटा स्वास्थ्य हितकर तेणु ये सरला जय जगन्नाथ आपंकर आज दिन मंगलमय हो शुभमय हो सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मां कश्चित् दुःखभाग् भवतु।